हरि ओम नमो भगवते वासुदेवाय। हेलो हरि ओम नमो भगवते वासुदेवाय नमः। लिखले गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परम ब्रह्म तस्मै श्री गुरुवे नमः। अज्ञानतिमिरान्धस्य ज्ञानं जनं शलाकया चक्षुर्न्मीलितं येन तस्मै श्री गुरुवे नमः। बाबरे आज आमर योजनार सचेतनतार कार्यक्रम प्रत्येक कलार कलाकार माने आमर नवीन सरकार मुख्यमंत्री आमर नवीन सरकार प्रचार प्रयास भितर केते गुड़ाए योजना अच्छी। ये योजना मध्य आम गोटे योजना संक्षिप्त वर्णना करवा आज्ञा मानकर निर्देश। बाबा आज आमर सरकार केते प्रोत्साहन केते आनंद उल्लासर कथा गोटे उपकर्म कथा कहूँ कला शुण जने समाचार यही आम सरकार। अरे शुण जने समाचार यही आम सरकार। अरे केते जनहित कर योजना मान कौन योजना कले सुखमय ये जीवन मूल रोग निवारण। स्वास्थ्य सेवा संपादन मूल रोग निवारण। अरे स्वास्थ्य शिक्षा अभियान ए सुविधान ये सर्वे बात सचेतन ये सर्वे बात सचेतन। अरे नथिब दुख नथिब रोग कषण आज्ञा नथिब दुख नथिब रोग कष। मोर संत समाज मोर माँ भूणी माने बड़ सौभाग्यर दिवस आज आम सरकार जो सचेतनता कार्यक्रम योजना आपण माने जोग देइछन्ती बहु मूल्यर समय को नष्ट करी आपण मान को धन्य धन्य प्रशंसा करवा कथा। तेणु आमर ये सरकार कले ये जो सचेतनता कार्यक्रम बापर कौन हम ना रोग आ दुख किसी प्रमाण देले आमर गोटे योजना कथा कहूँ 1918 मसीहा बापर अगस्ट 15 तारिख धन विजु स्वास्थ्य कल्याण योजना। विजु स्वास्थ्य कल्याण योजना कौन कार्यक्रम कौन कले विजु स्वास्थ्य कल्याण ये योजना पैसा न पड़े डाक्टर खाना पैसा न पड़े डाक्टर खाना पैसा न पड़े डाक्तर खाना। आज्ञा ये विजु स्वास्थ्य कल्याण योजना रे आपण माने मेडिकल को गले पैसा किछि आवश्यक नहीं नहीं आज्ञा परिवार जेउ संबल हीन निशुल्क स्वास्थ्य सेवा
সেবা করে দানা পঞ্জীকৃত স্বাস্থ্য কেন্দ্র যে পঞ্জীকৃত স্বাস্থ্য কেন্দ্র পঞ্জীকৃত স্বাস্থ্য কেন্দ্র যে পঞ্জীকৃত স্বাস্থ্য কেন্দ্র ଏ ପୁରୁଷଙ୍କୁ 5 ଲକ୍ଷ ଟଙ୍କା ନାରୀ 10 ଲକ୍ଷ ସ୍ୱାସ୍ଥ୍ୟ ବୀମା 10 ଲକ୍ଷ ସ୍ୱାସ୍ଥ୍ୟ ବୀମା ହେ ମୋର ମହିଳାମାନେ ଜାଗ୍ରତ କାର୍ଯ୍ୟକ୍ରମରେ ଯୋଜନାରେ ସଚେତନତା ମଧ୍ୟରେ ଆମର ଯୋଉ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଆପଣ ମାନେ ପଞ୍ଜୀକୃତ ନିହାତି ହେବା ଦରକାର ପଞ୍ଜୀକୃତ ହେବେ ପଞ୍ଜୀକୃତ ହେଲେ ସ୍ୱାସ୍ଥ୍ୟ କେନ୍ଦ୍ରରେ ବାପା ବୀମା କାର୍ଡ କରିବେ କୌଣସି ବ୍ୟକ୍ତି ଯେକୌଣସି ବ୍ୟକ୍ତି ହଉ ସମସ୍ତଙ୍କର ସମ୍ବଳ ଆଜ୍ଞା ସମାନ ନଥାଏ ନାଇଁ ନାଇଁ ଅଛି କି ଯଦି ଗୋଟେ ରୋଗାକ୍ରାନ୍ତ ଆପଣ ମାନେ ହେଲେ ଭାବରେ ରୋଗାକ୍ରାନ୍ତ ହେଲା ଆପଣ ମାନେ କରୁଛନ୍ତି କଣ ଯଦିଓ ପଇସା ନାହିଁ ଆପଣ ମାନେ କିଛି ଜିନିଷ ଅଛି ବନ୍ଧା ପକାନ୍ତି ବନ୍ଧା ପକାଇ ଦିଅନ୍ତୁ ଘର ଦ୍ୱାର ବନ୍ଧା ପକାନ୍ତି ଜମି ବାଡି ବିକନ୍ତୁ ନାଇଁ କି ତେଣୁ କରି ହେ ମୋର ମା ମାନେ ମୋର ମହିଳା ମା ମାନେ ଆପଣ ମାନେ ସଚେତନତା କାର୍ଯ୍ୟକ୍ରମରେ ପଞ୍ଜୀକୃତ ହେବେ ସ୍ୱାସ୍ଥ୍ୟ ବୀମା କାର୍ଡ ଗୋଟାଏ କଲେ ପୁରୁଷ ପୁଅ ମାନଙ୍କୁ 5 ଲକ୍ଷ ଏବଂ ମୋର ମା ମାନଙ୍କ ପାଇଁ 10 ଲକ୍ଷ ଟଙ୍କା ଦେବେ ଯଦିଓ ପଇସା କମିଗଲା ଯଦିଓ ପଇସା ସର୍ଟେଜ ହେଲା ଆପଣ ମାନେ ଆପଣଙ୍କର ଅଛି ପଞ୍ଚାୟତ ପଞ୍ଚାୟତରେ ଆମର ଲୋକ ପ୍ରତିନିଧି ଅଛନ୍ତି କିଏ ସେ ସରପଞ୍ଚ ସମିତି ସଭ୍ୟ ତାଙ୍କ ମାଧ୍ୟମରେ ଗୋଷ୍ଠୀ ମଣ୍ଡଳକୁ ଆଜ୍ଞା ବିଡିଓଙ୍କୁ ଜଣେଇବେ ସଚିବାଳୟକୁ ଜଣେଇବେ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଅଛନ୍ତି ତାଙ୍କ ପାଖକୁ ପ୍ରେରଣା କରିବେ ସେ ମାଧ୍ୟମରେ ଆପଣ ମାନଙ୍କୁ ପୁନର୍ବାର ପଇସା ସେଥିରେ ଭରାଯିବ ବାବା ଆଜ୍ଞା ଗୋଟିଏ ଯୋଜନା କଥା କହିଲି କଣ ନା ବର୍ତ୍ତମାନ ଆମର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବାପା ଦ୍ୱିତୀୟ ଯୋଜନା କଥା ଶୁଣନ୍ତୁ ଦ୍ୱିତୀୟ ଯୋଜନା କଣ ସଚେତନ ହେବା ଦରକାର ବାପା ମଧୁବାବୁ ପେନସନ କଣ 2008 ମସିହା ଜାନୁଆରୀ ମାସରେ ପ୍ରଚାର ପ୍ରସାର କରାଗଲା ଆଜ୍ଞା ଯଦି ପ୍ରଚାର ପ୍ରସାର କରାଗଲା ୟାକୁ ବିନିଯୋଗ କେତେବେଳେ କରାଗଲା 1999 ମସିହାରେ 1999 ମସିହାରେ ଆପଣ ମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ସମସ୍ତଙ୍କୁ ଦିଆଗଲା ନା ନାଇଁ ଆଉ ଗୋଟେ 1985 ମସିହାରେ ଭିନ୍ନକ୍ଷମ ଲୋକଙ୍କୁ ଦିଆଗଲା ମୋର ମା ମାନେ ମୋର କହିବାର ତାତ୍ପର୍ଯ୍ୟ ଏ ଯୋଉ ଭିନ୍ନକ୍ଷମ ଲୋକମାନଙ୍କୁ ଦିଆଗଲା କାହାକୁ କେତେ ପର୍ଯ୍ୟାୟରେ ଦିଆଗଲା କାହାକୁ ଦେଖିବା ଟିକେ 60 ରୁ 70 ବର୍ଷର ବୟସ୍କ ବୃଦ୍ଧା ବୃଦ୍ଧୀଙ୍କୁ ତାଙ୍କୁ ଆଜ୍ଞା 500 ଟଙ୍କା ମାତ୍ର ଦିଆଗଲା ନା ନାଇଁ ବାପା 60% ଯାର 80% ହେଲା ତାକୁ 700 ଟଙ୍କା ଦଉଥିଲେ 700 ଟଙ୍କା ବାବାରେ 40 ରୁ 49 50 ଭିନ୍ନକ୍ଷମ ଲୋକମାନଙ୍କୁ ଏମାନଙ୍କୁ ଆଜ୍ଞା 500 ଟଙ୍କା ଦିଆଗଲା ଏବେ ତ ସରକାର ଆମର ବଢେଇ ଦେଲେ ଆଜ୍ଞା ଯିଏ 500 ହେଇଥିଲା ସେ ପାଇଲେ 1000 ଯିଏ 700 ପାଉଥିଲେ ସେ ପାଇଲେ 1200 ଆଜ୍ଞା ଯିଏ 500 ପାଉଥିଲେ ସେ ମଧ୍ୟ 1000 ପାଇଲେ ସେମାନେ କିଏ ଧନ ଟିକେ ଧନ ଅସହାୟ ବୃଦ୍ଧା କୁଷ୍ଠ ରୋଗୀ ପତି ଠାରୁ ପରିତ୍ୟକ୍ତା ଯେ আরে অসমর্থ মানসিক বিকৃত ଆଉ ବିଧବା ଅବିବାହିତା ଯେ ଅଙ୍ଗ ବିକୃତି ଭିନ୍ନକ୍ଷମ ଯେଉଁ ଜନ ଯେ অঙ্গ বিকৃতি
ଆଜ୍ଞା ସେତିକି ନୁହଁ ଆଉ ଇଏ ଚିହ୍ନିତ ରୋଗୀଙ୍କୁ ମିଳାଇ ଆଉ ଚିହ୍ନିତ ଆଜ୍ଞା ମଧୁବାବୁ ପେନ ସନ ଦେ ବିକୃତି অঙ্গ বিকৃতি আজ্ঞা ভিন্ন ক্ষম যেউ দন দে